ଭାରତର ଦୁଇ ଜଣ ଦମ୍ପତି ହନିମୁନ୍ କରିବା ପାଇଁ ସେମାନେ ଆମେରିକା ଯାଇଥିଲେ। କିନ୍ତୁ ଆମେରିକା ଯାଇଥିଲେ ସତ, ସେମାନଙ୍କର ଭିସା ସରିଯାଇଥିଲେ ମଧ୍ୟ ସେମାନେ ଭାରତକୁ ଫେରି ନଥିଲେ। ଏଥିରେ ଖବର ଆସେ, ୟା ଭିତରେ ଖବର ଆସେ ଯେ କି ଜଣଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। କେହି ଜଣେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଦେଇଛନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ତାଙ୍କ ନିଜ ସ୍ୱାମୀ। କ'ଣ ଘଟିଥିଲା ଆମେରିକାରେ? କାହିଁକି ନବବିବାହିତ ଦମ୍ପତି ନିଜ ନିଜ ଭିତରେ ଝଗଡ଼ା ଲାଗି ସ୍ୱାମୀ ତାର ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା କରି ଗୋଟେ କଫି ବାର୍ର ପଛପଟେ ଫିଙ୍ଗି ଦେଇଥିଲା? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାବଳୀ ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର, ମୁଁ ଭଗବାନ ସାହୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ରିଅଲ୍ ଷ୍ଟୋରି ଓଡ଼ିଶା ଚ୍ୟାନେଲକୁ। ଆଜି ଯେଉଁ ସତ୍ୟ ଘଟଣାଟି ଆପଣମାନଙ୍କ ପାଖରେ ଉପସ୍ଥାପନ କରିବାକୁ ଯାଉଛି, ଏହା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଘଟଣା ଉପରେ ଆଧାରିତ। ଯଦି ମୋ ଭିଡ଼ିଓକୁ ପ୍ରଥମ ଥର ପାଇଁ ଆପଣ ଦେଖୁଛନ୍ତି, ଗୋଟେ ଅନୁରୋଧ କରିବି, ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଏ ଘଟଣାଟି ହେଉଛି ଗୁଜରାଟ ଅହମ୍ମଦାବାଦର ଦୁଇ ଜଣ ବାହା ହୋଇଥାନ୍ତି। ଜଣେ 21 ବର୍ଷର ଝିଅ ଯିଏ ପଲକ ପଟେଲ ଆଉ ଭଦ୍ରେଶ ଭାଇ ପଟେଲ, ଯାହାଙ୍କ ଘର ଅହମ୍ମଦାବାଦର କାନ୍ତପେଡ଼ି ଗ୍ରାମରେ। ଏ ଦୁଇ ଜଣ ବାହା ହୋଇଥାନ୍ତି। ବାହା ହେଲା ପରେ ଦୁଇ ଜଣ ସ୍ଥିର କରନ୍ତି କି ଏ ଦୁଇ ଜଣ ହନିମୁନ୍ କରିବା ପାଇଁ ଆମେରିକା ଯିବେ। କିନ୍ତୁ ସେମାନଙ୍କ କାଗଜପତ୍ର ଯେଉଁ ଭିସା ଆପ୍ଲାଏ ଏସବୁ ଠିକ୍ଠାକ୍ ଥିଲା। ତେଣୁକରି ତାଙ୍କୁ ଫାଷ୍ଟ ଥର ଆପ୍ଲାଏରେ ଭିସା ମିଳିଯାଇଥିଲା, ପରମିସନ୍ ମିଳିଯାଇଥିଲା ଆମେରିକା ଯିବା ପାଇଁ, ଆଉ ସେ ଦୁହେଁ ଯାଇଥିଲେ ମଧ୍ୟ। କିନ୍ତୁ ଥରେ ଆମେରିକାର ଗୋଟେ ପ୍ରଦେଶର ନାଁ ହେଉଛି ମେରିଲାଣ୍ଡ, ଆଉ ମେରିଲାଣ୍ଡର ହେଲଗେର୍ ବୋଲି ଗୋଟେ ସହର ଅଛି, ଯେଉଁ ସହରରେ ଗୋଟେ କଫି ବାର୍ ଅଛି। ସେଇ କଫି ବାର୍ରେ ଥରେ ପୋଲିସ ସେ କଫି ବାର୍କୁ ଯାଇଥିଲା, ଆଉ ଗଲାବେଳକୁ ଦେଖିଲା ବେଳକୁ କିଛି କଷ୍ଟମର ବସିଥାନ୍ତି। କିନ୍ତୁ କିଛି ସମୟ ହେଲା ସେ କଷ୍ଟମରମାନଙ୍କ ମନ ଭିତରେ ଗୋଟେ ଚାଞ୍ଚଲ୍ୟ ଖେଳି ଯାଇଥାଏ ଯେ କେହି ଆସୁନାହାନ୍ତି କାହିଁକି। ସ୍ୱାମୀ ସ୍ତ୍ରୀ ଦିହେଁ ଯାଇଛନ୍ତି ସତ ବା ପଛପଟକୁ, କିନ୍ତୁ ଫେରୁନାହାନ୍ତି। ସେହି ସମୟରେ ପୋଲିସକି ଏ ଖବର ଦିଅନ୍ତି, ଆଉ ପୋଲିସ ଯେହେତୁ ସେ ଜାଗାରେ ଉପସ୍ଥିତ ଥିଲା, ତେଣୁ ପଛପଟରେ କ'ଣ ଘଟିଛି ଏସବୁ ଦେଖିବା ପାଇଁ ପୋଲିସ କ'ଣ କରେ ନା ସେଇ କଫି ବାର୍ର ପଛପଟକୁ ଯାଏ। ଯେତେବେଳେ ଯାଇ ଦେଖେ ଜଣେ ମହିଳା ଯାହାଙ୍କ ବୟସ ଆଖାପାଖି 21-22 ହେବ, ସେ ସେଠି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥାନ୍ତି। ପୋଲିସ ଏସବୁ ଧୀରେ ଧୀରେ ଦେଖିଲା ଯେ ୟାର ମର୍ଡ଼ର ହୋଇଯାଇଛି, ଆଉ ତା'ର ସ୍ୱାମୀ ଫେରାର ହୋଇଯାଇଛି। ତେଣୁକରି ଏ ଖବର ବିଷୟରେ ସେ ତଦନ୍ତ କରିବା ଆରମ୍ଭ କରିଦେଇଥିଲା। ଯେତେବେଳେ CCTV ଯାଞ୍ଚ କଲା, ସେତେବେଳେ ଜାଣିବାକୁ ପାଇଲା ଯେ ସ୍ୱାମୀ ସ୍ତ୍ରୀ ଦିହେଁ ଯାଇଥିଲେ ସତ, କିନ୍ତୁ ଫେରିନାହାନ୍ତି। ଆଉ ଏ ସ୍ତ୍ରୀକୁ ଅତି ନିର୍ମମ ଭାବରେ ଗୋଟେ ଧାରୁଆ ଅସ୍ତ୍ରରେ ହାଣି ସେ କୁଆଡ଼େ ଚାଲିଯାଇଛି। ପୋଲିସ ସେ ରହୁଥିବା ବ୍ୟକ୍ତି, ଏ ସ୍ୱାମୀ ସ୍ତ୍ରୀ ଦିହେଁ ରହୁଥିବା ଜାଗାକୁ ଯାଇ ଦେଖନ୍ତି, ସେଠିକାର CCTV ଯାଞ୍ଚ କରନ୍ତି ଯେ ସେ ବ୍ୟକ୍ତି ଜଣକ ସେ ହୋଟେଲରୁ ଆସି ଏଠି କିଛି ବେଡ଼ିଂ ପତ୍ର ପ୍ୟାକ୍ କରି ଗୋଟେ ଟ୍ୟାକ୍ସି ମାଧ୍ୟମରେ ଏୟାରପୋର୍ଟକୁ ଯାଇଛି। କିନ୍ତୁ ଯେତେବେଳେ ଟ୍ୟାକ୍ସି ଡ୍ରାଇଭରକୁ ଧରି ପଚରାଯାଏ, ସେ ଡ୍ରାଇଭର ଜଣକ କୁଆଡ଼େ ଗଲା, ସେଇ ଯେଉଁ କଷ୍ଟମରଟିକୁ ଆଣିଥିଲା ତାକୁ କୁଆଡ଼େ ଗଲା, ସେ ଯେଉଁ ହୋଟେଲକୁ ନେଇଥିଲା ସେଇ ହୋଟେଲକୁ କଥା କହିଲା। ହୋଟେଲକୁ ଯାଇ ପଚାରିଲା ବେଳକୁ ସେ ହୋଟେଲ ଓନର ଜଣକ ଯେଉଁ କର୍ମଚାରୀ କୁହନ୍ତି ଯେ କି ସେ ତାଙ୍କ ସାଙ୍ଗରେ କୌଣସି ବ୍ୟାଗ୍ ପତ୍ର ଆଣିନଥିଲେ, ସେ ଖାଲି ଆସିଥିଲେ। ତାପରେ ସେ ସକାଳୁ ହେବାରୁ ସେ ଚାଲି ଯାଇଛନ୍ତି। ଏଠି ପୋଲିସ ଧୀରେ ଧୀରେ ତଦନ୍ତ କରିବା ଆରମ୍ଭ କରିଦିଏ। ତଦନ୍ତରେ ଏଇଆ ଜଣାପଡ଼େ ଯେ ସେମାନେ ଆମେରିକା ତାଙ୍କର ଭିସା ଥିଲା ଡିସେମ୍ବର 2014ରୁ ମାର୍ଚ୍ଚ 2015 ପର୍ଯ୍ୟନ୍ତ ସେମାନଙ୍କର ଭିସା ଥିଲା। ଭିସାର ଅବଧି ସରିଗଲା ସତ୍ତ୍ୱେ ସେମାନେ କାହିଁକି ଇଣ୍ଡିଆ ଫେରି ନଥିଲେ, ଏହା ବିଷୟରେ ସେ ତଦନ୍ତ କରିବା ଆରମ୍ଭ କରିଦେଲେ। ପୋଲିସ ଏ ବିଷୟରେ ତଦନ୍ତ କରି ଯେତେବେଳେ କିଛି ଟେର୍ ପାଇନଥିଲା, ତାପରେ ଆମେରିକାର FBI ସଂସ୍ଥାକୁ ସେ କେସ୍ଟି ସੌંપି ଦେଇଥିଲା। ଆଉ FBI ଅର୍ଥ ଭାରତରେ ଯେଉଁଭଳି ଗୁଇନ୍ଦା ବିଭାଗ ମାନେ CBI କି ତଦନ୍ତ ଦେଇ ଦିଅନ୍ତି, ପୋଲିସ ଯେଉଁ କାମ ପାରେନି CBI କି ଦେଇଦିଏ, ସେଇଭଳି ଆମେରିକାର ତାଙ୍କ ପୋଲିସ ସଂସ୍ଥା ଯେତେବେଳେ ନ ପାରେ FBI ସଂସ୍ଥାକୁ ଟ୍ରାନ୍ସଫର। FBI ସେ ଯେଉଁ କଥା ଖୁଲାସା କଲା ଯେ କି ସ୍ୱାମୀ ସ୍ତ୍ରୀ ଦିହେଁ ବାହା ହେଲା ପରେ ଆମେରିକା ଆସିଥିଲେ ସତ, କିନ୍ତୁ ତା'ର ଆମେରିକାରୁ ଯିବା ପାଇଁ ତାଙ୍କ ସ୍ୱାମୀର ଇଚ୍ଛା ନଥିଲା। ଇଏ ତାଙ୍କ ସ୍ତ୍ରୀ ଯେ ତାଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ ଆମେରିକା ଛାଡ଼ି ଭାରତ ପଳାଇ ଯିବା ପାଇଁ, କାହିଁକିନା ଭିସା ତାଙ୍କର ସରିଯାଇଥିଲା। ପୁଣି କୌଣସି ଆମେରିକା ପୋଲିସ ଦ୍ୱାରା କିଛି ଆଇନ କାର୍ଯ୍ୟାନୁଷ୍ଠାନ ନ ହେଉ, ସେଥିପାଇଁ ସେ ଚାହୁଁଥିଲା ଆମେରିକା ଛାଡ଼ି ଚାଲିଯିବା ପାଇଁ। କିନ୍ତୁ ତା ସ୍ତ୍ରୀର ଆସିବା ପାଇଁ ଇଚ୍ଛା ଥିଲା, ସ୍ୱାମୀର ଆସିବା ପାଇଁ ଇଚ୍ଛା ନଥିଲା। ତେଣୁ ସେ ଦୁହେଁ ସେଠିକି ହନିମୁନ୍ କରିବା ପାଇଁ ଯାଇ ସେମାନେ କ'ଣ କରିଥିଲେ ନା ଗୋଟେ କଫି ବାର୍ରେ ଦୁହେଁ ମୋତେ କାମ କରୁଥିଲେ।
काम करू करू से भितर यही कथा को नहीं कथा कटाकटी झगड़ा धीरे धीरे मारपिट मध्य आरंभ हो जाता निज निज भितर बचसा भी आरंभ हो जाता किंतु यही कारण को नहीं एभली हत्या होता है माने FBI संस्था संदेह करे तापरे या मोस्ट वांटेड लिस्ट रे ता स्वामी की अमेरिका FBI संस्था आखिरे रखी ये केस को घोषणा करथिला आकु जे धरई दब ताकू पाखापाखि 1 कोटी टंका दब बोली से घोषणा करथिले किंतु अमेरिका रे टोटल 513 जन मोस्ट वांटेड लिस्ट रे सेतबेले थिले किंतु 500 जन धरा पड़ीगला परे भी 13 जन आउरी एपर्यंत निखोज 18 एप्रिल 2017 रे याकू मोस्ट वांटेड बोली घोषणा करथिले किंतु कौनसी यार खोज खबर भी पाई नथिले तापरे यार अमाउंट बढ़ेगी पाखापाखि 9 मार्च 2026 रे या ना रे 10 लाख डॉलर घोषणा करछन जहाँकि भारतीय पैसा अनुसार पाखापाखि 9 कोटी टंका ये सही व्यक्ति आज पर्यंत से धरा भी पड़ी नहीं या मोस्ट वांटेड लिस्ट रे भी घोषणा करे सॉरी 513 538 जन थिले मोस्ट वांटेड लिस्ट अमेरिकार टोटल 500 जन धरा पड़ता बेले आ 38 जन धरा पड़ना आज भी ए लोक ना पाखापाखि 9 मार्च 2026 रे या ना पाखापाखि 9 कोटी टंकार पुरस्कार राशि अमेरिका सरकार घोषणा करिछि एभली किसी घटना कही आपण मानक व्यतिव्यस्त करबा मोर उद्देश्य नुहे केवल सतर्क रुहंतु सजग रुहंतु देखंतु केवल टिके भूल बुझामणा पाई नव विवाहित दंपति भितर किभली झड़ तूफान पूरा आसीगला आउ माने सोनार संसार तो भांगी चुना हो गला भविष्य तो चलीगला पुणी कुआडे अमेरिका रे ही जीवन निखोज हो गला।